ରାଧେ 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 ରାଧେ। ଆଜି ସକାଳୁ ମୁଁ ଉଠି ବିଛଣାରୁ ଉଠି ଆସି ଟିକେ ବସି ପଡ଼ିଲି। ବସିକି ନିଜର ଭିଡ଼ିଓ ଟିକେ ଷ୍ଟାର୍ଟ କରିଦେଲି। ଦାନ୍ତ ଘଷା ହେଇନାହିଁ। ତାପରେ ଆମ ମିସେସ୍ ମ୍ୟାଡ଼ାମ୍ ଚଉରାରେ ମୁରୁଜ ପକାଇଥିଲେ, ତାକୁ ଟିକେ ଭିଡ଼ିଓ କରିଦେଲି। ଆଗକୁ ସୂର୍ଯ୍ୟ ଉଦୟ ହେଉଛନ୍ତି, ତାର ବି ଆମ ପିଣ୍ଡାରେ ଆମ ନାଲୁବାବୁ ଶୋଇଛନ୍ତି, ସେ କେବେ ପିଣ୍ଡା ଛାଡ଼ି ଯାଆନ୍ତିନି। ତାପରେ ମୋର ଠାକୁର ଘର ଭିତରେ ଆମ ଠାକୁରର ବିମାନ, ତା ସହିତ ଲାଇଟ୍ଟା ବନ୍ଦ ଥିଲା, ସେଥିପାଇଁ ଲାଇଟ୍ ସୁଇଚ୍ ଦେଇ ତାର ଭିଡ଼ିଓ ରେକର୍ଡ଼ିଂ କରିଦେଲି। ଆଉ ବିମାନଟି ବହୁତ ସୁନ୍ଦର ଭଲ ଭାବରେ ଆମର ଠାକୁରଙ୍କୁ ସଜେଇ ରଖିଛୁ। ତାପରେ ଆମ ମ୍ୟାଡ଼ାମ୍ ମିସେସ୍ କହିଲେ, ତମେ ତ ବୀର ପୁରୁଷ, ଟିକେ ଆମର ବାଡ଼ିଟା ଛିନଛତ୍ର କରିଦିଅ। ମାନେ ବାଡ଼ି ଟିକେ ଉଠାଙ୍ଗ ପଟାଙ୍ଗ କରିଦିଅ, ନଉଟେଇ ଦିଅ, ବାଡ଼ି ହାଣିଦିଅ। ଆଉ ମୁଁ ଚାଲିଲି ଗୋଟେ କୁଦାଲ ନେଇ, ଆଉ ଦାନ୍ତ ଘଷା ଚାଲିଥାଏ ବି ହଣା ଚାଲିଥାଏ। ଆଉ କୁଦାଲ ସହିତ ଯେଉଁ ମାଟି ହାଣା, ଆପଣମାନେ ତ ଜାଣିଥିବେ କେତେ କଷ୍ଟ। ଦେହ ସାରା ଅଷ୍ଟାଙ୍ଗ ଶରୀର ଝାଳ ଓ ନିଜର ବହୁତ ବଳ ଖର୍ଚ୍ଚ ହୁଏ। ବର୍ତ୍ତମାନ ତ ମରୁଭୂମି, ପରେ ହଣା ସରିଲା ପରେ ଆପଣମାନେ ଦେଖିବେ ସବୁଜ ଶାଗ, ଧଣିଆ ଶାଗ, ସବୁ ବିଭିନ୍ନ ପ୍ରକାର ଆଇଟମ୍ ଲଗାଯିବ। ତାପରେ ଯାଇକି କିଛି ନିଜର ଘରରେ ଖାଇବା ପିଇବାରେ ଆସିବ। ବାଡ଼ିଟା ପୁରା ହାଣିତେ ଗଲେ 2 ଦିନ ଗାନ୍ତୁ ଲାଗିବ। ସେଥିଲାଗି ହାଉଲେ ବାଡ଼ି ହଣା ଚାଲିଛି। ଆଉ ଦେଖନ୍ତୁ, ତାପରେ ମୁଁ ଟିକେ ବାଡ଼ି ଅଳ୍ପ କିଛି ହାଣିଦେଇ ଟିକେ ଘରକୁ, ଝାଳ ନାଳ ହେଇଗଲି ତ, ସେଥିପାଇଁ ଟିକେ ଘରକୁ ଆସିଲି ଫ୍ୟାନ୍ ତଳେ ବସିବା ପାଇଁ ଆସିଲି। ଆସିବା ପୂର୍ବରୁ ସେଠି ଆମର ବଢ଼ିଆ ଲେମ୍ବୁ ଗଛଟେ ଥିଲା। ଲେମ୍ବୁ ଗଛଟା ବଢ଼ିଆ ଲେମ୍ବୁ ଦିଏ। ଆଉ ତାପରେ ଘରେ ଆସିକି ଆମ ସିଡ଼ି ପାଖରେ ଅତି ପ୍ରିୟ ସୁନ୍ଦର ରଜନୀଗନ୍ଧା, ରାତି ଦିନ ସେ ଘରଟାକୁ ରଜନୀଗନ୍ଧାରେ ମହକୁଥାଏ। ଭଲ ତାର ବାସ୍ନା ଆମ ଘର ସାରା ଦେଉଥାଏ। ଏମିତି ଲଗା ରହିଥାଏ ସବୁଦିନ। ରାଧେ 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 ରାଧେ।